ଆପଣଙ୍କର ଯଦି ମୀନ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ମୀନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ନୂତନ ବର୍ଷ 2026ର ପବିତ୍ର ସରସ୍ୱତୀ ପୂଜା ଠାରୁ ଆପଣଙ୍କ ଜୀବନଟି ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇଯିବ ଏବଂ ଆପଣଙ୍କ ଜୀବନରେ ଯେତେ ମାତ୍ରାରେ ବାଧାବିଘ୍ନ ଆସୁଥିଲା କିମ୍ବା ସମସ୍ୟା ଉପୁଜୁଥିଲା ତାହା ସବୁ ମଧ୍ୟ ଦୂର ହେବାକୁ ଲାଗିବ। ତେଣୁ ଆପଣ ଯଦି ମୀନ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ ଏବଂ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବେ। ଦେଖନ୍ତୁ, ପ୍ରଥମତଃ ମୀନ ରାଶିର ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି ଏବଂ ଦେବଗୁରୁ ବୃହସ୍ପତି ଆପଣଙ୍କର ଅଧିପତି ମଧ୍ୟ। ଗୁରୁସ୍ଥାନରେ ଦେବଗୁରୁ ବୃହସ୍ପତି ଆପଣଙ୍କର 3.5 ଘରେ ରହିଛନ୍ତି, ଯାହା ଆପଣଙ୍କର କ୍ୟାରିୟର ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ବହୁତ ମାତ୍ରାରେ ଫୋକସ୍ ଦେବେ। ଖାସ୍ କରି ଆପଣଙ୍କୁ ଚାକିରି କ୍ଷେତ୍ରରେ ଉନ୍ନତି ଆସିବ। ଆପଣଙ୍କୁ କୌଣସି ନୂତନ ପୈତୃକ ସମ୍ପତ୍ତିର ମଧ୍ୟ ପ୍ରାପ୍ତ କରିବାର ଯୋଗ ରହୁଅଛି। କୌଣସି ନୂତନ ଗୃହ ମଧ୍ୟ ଆପଣ ନିର୍ମାଣ କରିପାରନ୍ତି ଏବଂ ଆପଣଙ୍କ ଜୀବନରେ କୌଣସି ଦୂର ଯାତ୍ରା କରିବେ। ଏଇଟା ହେବ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଦୂରଯାତ୍ରା। କୌଣସି ଟ୍ରାଭେଲିଂ କରିବାକୁ ମଧ୍ୟ ତୀର୍ଥଯାତ୍ରା ମଧ୍ୟ ଯାଇପାରନ୍ତି। ଆପଣ କୌଣସି ନୂତନ ଜାଗାକୁ ମଧ୍ୟ ଭ୍ରମଣ କରିବାକୁ ଯାଇପାରନ୍ତି ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ଯେଉଁ ଧ୍ୟାନ ରଖିବେ ତାହା ହେଲା, ଦେଖନ୍ତୁ, ପ୍ରଥମତଃ ମୀନ ରାଶିର ବ୍ୟକ୍ତିବିଶେଷଙ୍କର ଶ୍ୱାସଜନିତ ସମସ୍ୟା ବହୁତ ମାତ୍ରାରେ ଲାଗି ରହିଥାଏ ଏବଂ ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ଆପଣଙ୍କର ବହୁତ ମାତ୍ରାରେ ଅଛି। ଦେଖିବେ ଏହି ନୂତନ ବର୍ଷର 2026ରୁ ଏବଂ ମା ସରସ୍ୱତୀ ପୂଜାଙ୍କ ଠାରୁ ଆପଣଙ୍କ ଜୀବନଟି ସ୍ୱାସ୍ଥ୍ୟ ଉପରେ ଆପଣଙ୍କର ବହୁତ ମାତ୍ରାରେ ଇଫେକ୍ଟ ପଡ଼ିବ। ଆପଣଙ୍କ ସ୍ୱାସ୍ଥ୍ୟଟି ଧୀରେ ଧୀରେ ସୁସ୍ଥ ହେବ ଏବଂ ଆପଣଙ୍କୁ କୌଣସି ପ୍ରୋବ୍ଲେମ୍ ମଧ୍ୟ ମିଳିବ ନାହିଁ। ଯେଉଁ ଶ୍ୱାସଜନିତ ସମସ୍ୟା ରହିଅଛି କିମ୍ବା ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ରହୁଅଛି, ଆପଣଙ୍କୁ ଡାଇବେଟିସ୍ ଜନିତ ସମସ୍ୟା ରହୁଅଛି, ଆପଣଙ୍କର ଆଣ୍ଠୁଗଣ୍ଠି ଯେଉଁ ବାତ ଧରୁଅଛି, ଏଥିରୁ ଆପଣ ମୁକ୍ତି ପାଇବେ। ଦେବଗୁରୁ ବୃହସ୍ପତି ଆପଣଙ୍କର ଗୁରୁସ୍ଥାନରେ ରହି ବହୁତ ମାତ୍ରାରେ ଆପଣଙ୍କ ପାଇଁ ଫଳପ୍ରାପ୍ତ କରାଇବେ ଏବଂ ଆପଣଙ୍କ ଘରେ ଶନିଙ୍କର ମଧ୍ୟ ଆପଣଙ୍କ ଉପରେ ବହୁତ ମାତ୍ରାରେ ଫୋକସ୍ ରହିବ। ଶନି ଆପଣଙ୍କର 7.5 ଘରେ ଅଛନ୍ତି ଏବଂ ଶନି ହେଉଛନ୍ତି ନବଗ୍ରହଙ୍କ ମଧ୍ୟରେ କର୍ମଫଳଦାତା ଏବଂ ଶ୍ରେଷ୍ଠ ମହାଗ୍ରହ ମଧ୍ୟ, ଯାହା ଆପଣଙ୍କର 7.5 ଘରେ ଅଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାକୁ ଶୁଭ ମାନାଯାଇଥାଏ। କୌଣସି ରାଶିର ଶନି ଯଦି 7.5 ଘରେ ରୁହନ୍ତି ଏବଂ ତାଙ୍କ ସେହି ରାଶିର ଅଧିପତି ରୁହନ୍ତି ଯଦି ଦେବଗୁରୁ ବୃହସ୍ପତି, ଏହାକୁ ଶୁଭ ମନାଯାଇଥାଏ। ଦେଖନ୍ତୁ, ଆପଣଙ୍କର ଅଧିପତି ଦେବଗୁରୁ ବୃହସ୍ପତି ଅଛନ୍ତି ଏବଂ ଶନି ମହାଗ୍ରହ ଆପଣଙ୍କର 7.5 ଘରେ ରହୁଛନ୍ତି। ଦେଖିବେ 7.5 ଘରେ ଶନିଙ୍କର ପ୍ରଭାବ ହେତୁ ଆପଣଙ୍କ ଜୀବନଟି ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ଆସିବ ଏବଂ ଶନିଙ୍କର ପ୍ରଭାବରେ ଆପଣଙ୍କର ଲଭ୍ ଲାଇଫ୍ କ୍ଷେତ୍ରରେ, ମ୍ୟାରେଜ୍ ଲାଇଫ୍ କ୍ଷେତ୍ରରେ ବହୁତ ମାତ୍ରାରେ ଉନ୍ନତି ଆସିବ। ଆପଣଙ୍କର ହାପିଲି ଫ୍ୟାମିଲି ରହିବ, ବହୁତ ମାତ୍ରାରେ ଖୁସିର ପରିବାର ହେବ ଆପଣଙ୍କର। ଯଦି ଆପଣଙ୍କର ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାର୍ଯ୍ୟକୁ ନେଇ ହେଉ, କୌଣସି ବାର୍ତ୍ତାଳାପକୁ ନେଇ ହେଉ, ଯଦି ଆପଣଙ୍କ ମଧ୍ୟରେ ବାଦ ବିବାଦ ଲାଗୁଅଛି କିମ୍ବା ଲାଗି ରହିଅଛି, ଦେଖିବେ ଖୁବ୍ ଶୀଘ୍ର ତାହା ସମାଧାନ ହୋଇଯିବ। ଆପଣଙ୍କ ମଧ୍ୟରେ ଭୁଲ ବୁଝାମଣା ସବୁ ହୋଇଯିବ। ଆପଣଙ୍କର ପାରିବାରିକ କ୍ଷେତ୍ରରେ ଆପଣ ବହୁତ ମାତ୍ରାରେ ଉନ୍ନତି ଆସିବ। ଆପଣ ଆପଣଙ୍କର ପୁତ୍ରକୁ ନେଇ କିମ୍ବା କୌଣସି ଆପଣଙ୍କ ସନ୍ତାନକୁ ନେଇ, ଝିଅ ହୋଇପାରେ କିମ୍ବା ପୁଅ ମଧ୍ୟ ହୋଇପାରେ, ଆପଣଙ୍କର ସନ୍ତାନକୁ ନେଇ ଆପଣ ବହୁତ ମାତ୍ରାରେ ଗର୍ବ ଅନୁଭବ କରିବେ। ଆପଣଙ୍କର ସନ୍ତାନ ଆପଣଙ୍କର ନାମ ମଧ୍ୟ ରଖିବେ। ଆପଣଙ୍କର ସନ୍ତାନକୁ ନେଇ ଆପଣ ବହୁତ ଖୁସି ହେବେ ଏବଂ ସନ୍ତାନ ଆପଣଙ୍କର ନାମକୁ ମଧ୍ୟ ଉଜ୍ଜ୍ୱଳ କରାଇବେ।
ଦେଖିବେ ସେ ପରୀକ୍ଷାର୍ଥୀ ହେଉ କିମ୍ବା କୌଣସି ପରୀକ୍ଷାରେ ଆପଣଙ୍କ ପାଇଁ ଭଲ ନମ୍ବର ରଖି ହେଉ କିନ୍ତୁ ଆପଣଙ୍କ ନାମଟିକୁ ଉନ୍ନତି କରାଇବେ। ମୀନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଶନିଙ୍କର 7.5 ଘରେ ରହିବା ଏହାକୁ ଶୁଭ ମାନା ଯାଇଥାଏ ଏବଂ ଏହି ମକର ସଂକ୍ରାନ୍ତି ଯେଉଁ ଗଲା ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟ ମହାଗ୍ରହ ଆପଣଙ୍କର ନବମ ଘରେ ଅଛନ୍ତି ଏବଂ ସୂର୍ଯ୍ୟ ମହାଗ୍ରହଙ୍କର ମଧ୍ୟ ବିଶେଷ ଆଶୀର୍ବାଦ ରହୁଅଛି ଆପଣଙ୍କ ଉପରେ, ଯାହା ସୂର୍ଯ୍ୟ ମହାଗ୍ରହ ହେତୁ ଆପଣଙ୍କୁ ଚର୍ମଜନିତ ସମସ୍ୟା ଆଦୌ ରହିବ ନାହିଁ ଏବଂ ସୂର୍ଯ୍ୟ ମହାଗ୍ରହ ନବଗ୍ରହଙ୍କ ମଧ୍ୟରେ ଶ୍ରେଷ୍ଠ ଗ୍ରହ ହୋଇଥାନ୍ତି, ରାଜା ମଧ୍ୟ ହୋଇଥାନ୍ତି। ତେଣୁ ସୂର୍ଯ୍ୟ ମହାଗ୍ରହ ଆପଣଙ୍କ ପାଇଁ ବହୁତ ମାତ୍ରାରେ ଇଫେକ୍ଟ ପକାଇବେ, ଫଳପ୍ରାପ୍ତ କରାଇବେ, ଆପଣଙ୍କୁ ଧନ ମଧ୍ୟ ବୃଦ୍ଧି କରାଇବେ। ସୂର୍ଯ୍ୟ ମହାଗ୍ରହ ଖାସ କରି ଆପଣଙ୍କର ଯଦି ମୀନ ରାଶିର ବ୍ୟକ୍ତି ବିଶେଷ ମଧ୍ୟରେ ଯଦି କୌଣସି ବ୍ୟକ୍ତି ଆପଣଙ୍କ ଭିତରେ ରାଜନେତା କ୍ଷେତ୍ରରେ ଯୋଗଦାନ କରୁଛନ୍ତି କିମ୍ବା ଆପଣ ରାଜନୀତିରେ ଅଛନ୍ତି, ଦେଖିବେ ଆପଣଙ୍କୁ ବହୁତ ଖୁସି ଖବର ମିଳିବ। ଯେଉଁ ମାତ୍ରାରେ ହେଉନା କାହିଁ ସୂର୍ଯ୍ୟଙ୍କର ମଧ୍ୟ ଆପଣଙ୍କ ଉପରେ ସମ୍ପୂର୍ଣ୍ଣ ଭାବରେ ପ୍ରଭାବ ରହିବ। ତାହା ସହିତ ରାହୁଙ୍କର ମଧ୍ୟ କିଛି ଆପଣଙ୍କ ଉପରେ ଇଫେକ୍ଟ ପକାଇ ପାରନ୍ତି। ରାହୁଙ୍କ ପ୍ରଭାବ ହେତୁ ରାହୁ ଆପଣଙ୍କର ଦ୍ୱାଦଶ ଘରେ ଅଛନ୍ତି ଏବଂ ରାହୁଙ୍କର କିଛି ପ୍ରଭାବ ହେତୁ ଆପଣଙ୍କୁ ସର୍ପଜନିତ ସମସ୍ୟା ଦେଖିବାକୁ ମିଳିବ। କୌଣସି ସର୍ପ ଆପଣଙ୍କୁ ଆଘାତ କରିପାରେ କିମ୍ବା ଆକ୍ସିଡେଣ୍ଟ ହୋଇପାରେ, ଆପଣଙ୍କୁ ଏହିଭଳି ସମସ୍ୟା ଅଛି। ଦେଖନ୍ତୁ, ଏଥିରୁ ଆପଣଙ୍କ ଜୀବନଟି ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବ, କିନ୍ତୁ ଆପଣଙ୍କୁ କିଛି ଜଗି ରହି ଚଳାଇବାକୁ ପଡ଼ିବ ଗାଡ଼ି ଏବଂ ସର୍ପଜନିତ ସମସ୍ୟା ଆପଣଙ୍କ ଉପରେ ଅଛି, ସର୍ପାଘାତ, ଏଥିରୁ ଟିକେ ବଞ୍ଚି ରହିବାକୁ ପଡ଼ିବ। ନଚେତ୍ ଆପଣଙ୍କ ପାଇଁ ଏହି ସରସ୍ୱତୀ ପୂଜା ଠାରୁ ଆପଣଙ୍କ ଜୀବନଟି ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବାକୁ ଲାଗିବ। ଦେଖନ୍ତୁ, ଆପଣ ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କରନ୍ତୁ, ବହୁତ ମାତ୍ରାରେ ମଙ୍ଗଳ ମଧ୍ୟ ହେବ, ଆପଣଙ୍କର ଧନରତ୍ନ ବୃଦ୍ଧି ହେବ, ଜ୍ଞାନ ମଧ୍ୟ ବଢ଼ିବ। ଆପଣ ଯଦି ପାରୁଛନ୍ତି ହରେ କୃଷ୍ଣ ମହାମନ୍ତ୍ର ମଧ୍ୟ ଜପ କରନ୍ତୁ। ହରେ କୃଷ୍ଣ ମହାମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କ ଉପରେ ହରେ କୃଷ୍ଣ ମହାମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କର ନବଗ୍ରହଙ୍କ ସ୍ଥିତି ସୁଦୃଢ଼ ହୋଇଥାଏ ଏବଂ ସ୍ଥିର ମଧ୍ୟ ହୋଇଥାଏ। ଦେଖିବେ, ଆପଣ ଏହାକୁ ମାନିଲେ ଆପଣଙ୍କର ନିଶ୍ଚିତ ଭାବରେ ମଙ୍ଗଳ ହେବ। ଆପଣଙ୍କର ପ୍ରତିକାର ହେଲା ରାହୁ ମହାଗ୍ରହଙ୍କର ଯେଉଁ ଆପଣଙ୍କ ଉପରେ ଦୃଷ୍ଟି ରହିଅଛି, ଏହା ପାଇଁ ପ୍ରତିକାର ହେଲା ଆପଣ ପ୍ରତ୍ୟେକ ସୋମବାର ଦିନ ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ ଏବଂ ଆପଣଙ୍କର ଜାତକ ନାମ ଅନୁସାରେ ଜଳସେଇ କରନ୍ତୁ। ଦେଖିବେ ବହୁତ ମାତ୍ରାରେ ମଙ୍ଗଳ ଘଟିବ। ତେବେ ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।